ଆଜ୍ଞା ପରିବର୍ତ୍ତନ କଥା ମନେ ରଖିଥା ଅସହାୟ ହୋଇ କାନ୍ଦେ ଦୁହିତା। ଆଜ୍ଞା ହଁ ଏଇ କଥା ଆମେ ଏଇଥିପାଇଁ କହୁଛୁ କି ଯୋଉମାନେ ଲୋକଙ୍କ ସରକାର ଚିତ୍କାର କରୁଛନ୍ତି ସେଇ ଲୋକଙ୍କ ସରକାରରେ ପରିବର୍ତ୍ତନ ହେଇ ପ୍ରତ୍ୟେକ ଦିନ କୌଣସି ନା କୌଣସି ମହିଳା ନିର୍ଯାତିତ ହଉଛନ୍ତି, ଦୁଷ୍କର୍ମ ହଉଛନ୍ତି ଏବଂ ଆକ୍ରମଣର ଶିକାର ହଉଛନ୍ତି। ଆଜ୍ଞା ହଁ ଏଇ କଥା ଆମେ ଏଇଥିପାଇଁ କହୁଛୁ ଗତ କାଲି ରାଜନଗର ବ୍ଲକରେ ଯୋଉ ଭଳି ଭାବେ ଏଇ ପାନଖିଆ ଛେତଲା ପାଟିଆ ଟିଙ୍କ ଟାଉଟର ଯୋଉ ବଟକରା ଅଛନ୍ତି ସେମାନେ ଯୋଉ ଭଳି ଭାବରେ ଜଣେ ଓଏସ୍ ଅଫିସର ମାନେ ବିଡିଓଙ୍କୁ ଯୋଉ ଭଳି ଭାବରେ ମାରଣାନ୍ତକ ଆକ୍ରମଣ କଲେ, ଲ୍ୟାପଟପ୍ ଉଠଉଥିଲେ ମାରିବା ପାଇଁ, ସେଇ ଲୋକଙ୍କ ସରକାର ସେଇ କର୍ମୀ ବା ସେଇ ତାଙ୍କର ଯୋଉ କୁଜି ନେତା ମାନେ ଅଛନ୍ତି ଯୋଉ ଭଳି ଭାବରେ ଆକ୍ରମଣ କରୁଛନ୍ତି, ଆଜ୍ଞା ଏହା ଏକ ନିନ୍ଦନୀୟ ଘଟଣା। ଆଉ ଲୋକଙ୍କ ସରକାର କହୁଥିବା ମାନ୍ୟବର ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମହୋଦୟ ଏବଂ ଆଉ ଜଣେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ଏଇ ତିନି ଜଣଙ୍କୁ ମୋର ରିକ୍ୱେଷ୍ଟ ରହିବ କି ଆଜ୍ଞା ଆପଣଙ୍କର କୁଜି ନେତା ଏବଂ ଆପଣଙ୍କର କର୍ମୀ ମାନେ ଯୋଉ ଭଳି ଭାବରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଜାଗାରେ, କୌଣସି ପଞ୍ଚାୟତରେ ହଉ, କୌଣସି ବ୍ଲକରେ ହଉ, କୌଣସି ଜିଲ୍ଲାରେ ହଉ, ଯୋଉ ଭଳି ସାଂଘାତିକ ଭାବରେ ଅମାନୁଷିକ ଭାବରେ ଲୋକଙ୍କୁ ଅତ୍ୟାଚାର କରୁଛନ୍ତି, ଆଜ୍ଞା ତାର ତଦନ୍ତ ଏବଂ ତାର ଦଣ୍ଡ ଆପଣ କେବେ ଦେବେ? ଯୋଉଠି ଯୋଉଠି ଜଣେ ବିଡିଓ ସୁରକ୍ଷିତ ନାହାନ୍ତି ସେଠି ସାଧାରଣ ଜନତା କେତେ ସୁରକ୍ଷିତ? ଯୋଉଠି ଜଣେ ନେତା ସୁରକ୍ଷିତ ନାହାନ୍ତି ସେଠି ସାଧାରଣ ଜନତା କେତେ ସୁରକ୍ଷିତ? ଆପଣ ଧ୍ୟାନ ଦେବେ, ମନ ଦେବେ, କାନ ଦେବେ। ମୋହନ ବାବୁଙ୍କୁ ଏଠି ଗୋଟିଏ ଜିନିଷ ଅନୁରୋଧ କରିବୁ କି ସାର୍ ଆପଣ ଯୋଉ କହୁଛନ୍ତି ଆମେ ଲୋକଙ୍କ ସରକାର ଆଜ୍ଞା ଲୋକଙ୍କ ସରକାର ଆପଣ ଦେଖନ୍ତୁ କଣ କଣ ସବୁ ଘଟଉଛନ୍ତି। ଆଉ ବିଶେଷ ଅନୁରୋଧ ରହିବ ଆମ ପ୍ରଭାତୀ ମ୍ୟାଡାମକୁ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ମ୍ୟାଡାମକୁ, ଯୋଉ ସୁଭଦ୍ରା ମା ମାନଙ୍କୁ ନେଇ ଆପଣ ଗର୍ବ କରୁଛନ୍ତି, ଚିନ୍ତା କରୁଛନ୍ତି, ସେଇ ସୁଭଦ୍ରା ମା ମାନେ ପ୍ରତ୍ୟେକ ଦିନ ଅସୁରକ୍ଷିତ। ଆଉ ସେପଟେ ଆମର ମହାରାଜ ଯୋଉ ଉପମୁଖ୍ୟମନ୍ତ୍ରୀ ଅଛନ୍ତି କନକ ବର୍ଦ୍ଧନ ସିଂ ଦେଓ, ସେଇ ମହାରାଜଙ୍କୁ ଅନୁରୋଧ କି ଆପଣ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଆପଣଙ୍କର ସେଇ କୁଜି ନେତା ବର୍ବରତା କାଣ୍ଡ ଘଟଉଛନ୍ତି ତାର ଉଚିତ ପଦକ୍ଷେପ ନିଅନ୍ତୁ, ଉଚିତ ତଦନ୍ତ କରନ୍ତୁ ଆଉ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଆଉ ଦଣ୍ଡ ଦିଅନ୍ତୁ। ଆଉ ଯଦି ନଦେବେ ନା ଆଜ୍ଞା ପରିବର୍ତ୍ତନ ତ ହେଇଛି, ଓଡିଶାବାସୀ ପରିବର୍ତ୍ତନ ଦେଖିଛନ୍ତି, କିନ୍ତୁ ଆଗାମୀ ଦିନରେ ଆପଣଙ୍କର ସେଇ ପରିବର୍ତ୍ତନରେ ରୋକ ଲଗେଇଦେବେ। ତେଣୁକରି ଅନୁରୋଧ କରୁଛି ଦୟାକରି ଧ୍ୟାନ ଦେବେ, ମନ ଦେବେ, କାନ ଦେବେ ଆଉ ଦୋଷୀକୁ ଉଚିତ ଦଣ୍ଡ ଦେବେ। ରହିଲି ସାର୍, ନମସ୍କାର, ଜୟ ଜଗନ୍ନାଥ।